ଏଠି କିଛି ସ୍ପେଶାଲ ବେସନ ପେଡ଼ା ଚାଲନ୍ତୁ ବନେଇବା। ବାହାର ମିଠା ଅପେକ୍ଷା ଆପଣ ଘରେ ଏମିତି ବନାନ୍ତୁ ଅତି କମ୍ ସମୟରେ। ରେଡ଼ି ହେଇଯିବ ଆମର ବେସନ ପେଡ଼ା। ଦେଖନ୍ତୁ ଚାଲନ୍ତୁ କେମିତି ବନେଇଲି ଦେଖିବା। କେତେ ସୁନ୍ଦର ହେଇଛି ଦେଖନ୍ତୁ। ବାହାର ଜିନିଷ ବେଶୀ ଡାଉଟ୍ରେ କିଣିଥିବ କେମିତି ମିଠା ହେଇଛି କ'ଣ ହେଇଛି, ଘରେ ଥରେ ନିହାତି ବନାନ୍ତୁ। ମୁଁ ଗୋଟେ ଗିନା ସାହାଯ୍ୟରେ ଏଠି ବେସନ ନେଇଛି। ଆଉ ଅଧ କପ୍ ଖଣ୍ଡେ ବେସନରେ 4 ଚାମଚ ଖଣ୍ଡେ ମଇଦା ମିଶାଇଛି। ମଇଦା ଆଉ ବେସନକୁ ଏମିତି ହାତରେ ଭଲସେ ମିଶାଇଦେବା। ମିଶାଇ ସାରିଲା ପରେ ଗୋଟେ କରେଇ ବସେଇକି ମିଡ଼ିୟମ୍ ଫ୍ଲେମ୍ରେ ଆପଣ ଆକୁ 15 ମିନିଟ୍ ଖଣ୍ଡେ ଭାଜିବେ। 15 ମିନିଟ୍ ଖଣ୍ଡେ ଭାଜି ସାରିଲା ପରେ କଣ୍ଟିନ୍ୟୁସ୍ ହାତ ଚଲାଉଥିବେ। ଲୁହା ଖଡ଼ିକାଟା କରେଇରେ ମାରୁଥିବେ, ନହେଲେ ଲାଗିଯିବ ତଳପଟୁ। ବେସନଟା ପୋଡ଼ିଗଲେ ତା ସ୍ମେଲ୍ ଅଲଗା ଆସିବ। ଏମିତି କଣ୍ଟିନ୍ୟୁସ୍ ଆପଣ ଲଗାଉଥିବେ। ତାପରେ କିଛି ମୁଁ ଘିଅ ଏଠି ନେଇଛି। ଅଳ୍ପ କରିକି ଏମିତି ଘିଅ ଦେଇକି ବେସନ ଭାଜି ହେଇଗଲା ପରେ ଅଳ୍ପ ଘିଅ ଦେଇକି ଏମିତି ତାକୁ କଣ୍ଟିନ୍ୟୁସ୍ ଗୋଳେଇ ଚାଲିବେ। ସେ ଅଳ୍ପ କରିକି ଦେବେ, ଏକାଥରେ ଦେଲେ ଆପଣଙ୍କର ଗୋଟା ବାନ୍ଧିଯିବ। ମୁଁ ଅଧ କିନା ଖଣ୍ଡେ ଘିଅ ଏଠି ଅଳ୍ପ କରିକି ଦେଇଛି। ଏମିତି କଣ୍ଟିନ୍ୟୁସ୍ ଗୋଳେଇ ଚାଲିଥିବେ, ନହେଲେ ତଳପଟୁ ସେ ଲାଗିଯିବ। ଏମିତି ଦେଇ ସାରିଲା ପରେ ଦେଖିବେ ଯେତେବେଳେ ଆପଣଙ୍କ ଟେଷ୍ଟରଟା ଦେଖିନାକୁ ଗେଟାଳିଆ ଲାଗିବ। ଗେଟା ଥିଲେ ଆପଣ ଭାଙ୍ଗିକି ତାକୁ ଅଟା ଚକଟିଲା ବେଳକୁ ଯେମିତି ଗେଟା ଲାଗିବ, ସେମିତି ଆପଣଙ୍କର ହେଇଯିବ। ଯେତେବେଳେ ହେଇଯିବ ଆପଣ ଜାଣିବେ ଯେ ଏଇଟା ଭଲସେରେ ହେଇଗଲାଣି, ପୁରା ଭଲସେରେ। ତାପରେ ଏମିତି ଦେଖନ୍ତୁ, କେମିତି ଦେଖାଯାଉଛି ମୋର ଏଠି ପୁରା ଗେଟାଳିଆ ହେଇଗଲାଣି। ଏମିତି ବି ତେଲ ଚିକଣ ଦେଖାଯାଉଛି ଉପରୁ। ଦେଖନ୍ତୁ ଯେତେବେଳେ ଏମିତି ଦେଖିବେ ସେତେବେଳେ ଜାଣିବେ ଯେ ହେଇଯାଇଛି। ଏବେ ଗୋଟେ ଥାଳିକି ମୁଁ କାଢ଼ି ଦେଇଛି, ଗରମ ରହିବ ନା ତା କରେଇରେ ରଖିଲେ। ତା ଦେହରେ କିଛି ଚିନି ମୁଁ ଦେଇଛି, ଚିନି ଗୁଣ୍ଡ କରିକି ଦେଇଛି ଗ୍ରାଇଣ୍ଡିଙ୍ଗ କରିକି। ଆଉ ଏଠି ଦେଇଛି ଗୁଜୁରାତି ଫ୍ଲେଭର୍ ପାଇଁ। ଏଠି ଗୁଜୁରାତି ଦେଇଛି। ତାକୁ ଏମିତି ହାତରେ ଟିକେ ନାକୁ ଦେଖିବେ, ଗୋଟାଳିଆ ଯଦି ହେଉଥିବ ତାହେଲେ ଜାଣିବେ ଯେ ଏଇଟା ଭଲସେ ହେଇଛି। ତାପରେ ଆପଣଙ୍କ ମନ ଅନୁସାରେ ଆପଣ ସେପ୍ ଦେଇପାରିବେ। ମୁଁ ଏଠି ପେଡ଼ାର ସେପ୍ ଦେଇଛି, ଆଉ ଗୋଟେ ଗୋଲରେ ବି ସେପ୍ ଦେଇଛି। ଯଦି ନ ହେଲା ଏମିତି ମୁଠା ଆପଣଙ୍କ ହାତରେ, ତାହେଲେ ତା ଦେହରେ କିଛି ଆଉ ଘିଅ ମାରିକି କରିବେ, ଦେଖିବେ ସେ ନିଶ୍ଚିନ୍ତ ହେବ, କିଛି ଡରିବାର ନାହିଁ। ଏମିତି ସବୁତକ ମୁଁ ଏଠି କରିଦେଇଛି, ଦେଖିପାରୁଥିବେ। ଗୋଲରେ ଦେଇ ଦେଇଛି। କିଛି ଡ୍ରାଏ ଫ୍ରୁଟ୍ ଆପଣ ପସନ୍ଦ ଅନୁସାରେ ଦେବେ। ଯଦି ଆପଣଙ୍କୁ ମୋ ଭିଡ଼ିଓଟା ଭଲ ଲାଗୁଛି ତାହେଲେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହୁଛି, ଜୟ ଜଗନ୍ନାଥ।